ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ଆମମାନଙ୍କୁ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ କଥା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଶୟତାନ ବାଇବଲକୁ କାହିଁକି ଘୃଣା କରେ? ଶୟତାନ ବାଇବଲକୁ କାହିଁକି ଘୃଣା କରେ? ପୃଥିବୀରେ ଅନେକ ପୁସ୍ତକ ରହିଛି, ଅନେକ ଧର୍ମ ପୁସ୍ତକ ରହିଛି, ଅନେକ ଜ୍ଞାନୀ ଲୋକମାନେ ପୁସ୍ତକ ଗୁଡ଼ିକକୁ ଲେଖିଛନ୍ତି। ମାତ୍ର ସେହି ସବୁ ପୁସ୍ତକକୁ ଶୟତାନ ଡରେ ନାହିଁ କି ଘୃଣା କରେ ନାହିଁ। ମାତ୍ର ବାଇବଲକୁ ସେ ସବୁଠାରୁ ଅଧିକ ଘୃଣା କରେ। ବାଇବଲ ଯେ ପ୍ରକାର କି କାହାର ହାତରେ ନ ରହିବ, ଯଦି କାହା ହାତକୁ ବାଇବଲ ଚାଲିଗଲା ତାହେଲେ ସେ ବାଇବଲ ଯେ ପ୍ରକାର ନ ପଢ଼ିବ, ଏଥି ନିମନ୍ତେ ଶୟତାନ ବିଭିନ୍ନ ପ୍ରକାର ଟେକ୍ନିକ୍ ଗୁଡ଼ିକ କରିଥାଏ। ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହେଁ ଯେ ଶୟତାନ ବାଇବଲକୁ କାହିଁକି ଘୃଣା କରେ। ଏଥିପାଇଁ ଯାହା ଲେଖାଯାଏ 2 କରିନ୍ଥୀୟ 2:11 ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗ ପ୍ରାପ୍ତ ନ ହୁଏ, କାରଣ ଆମ୍ଭେମାନେ ତାର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନାହୁଁ। ବାଇବଲ ଶୟତାନର ସବୁ ପ୍ରକାର ଚାତୁରିତା, ସବୁ ପ୍ରକାର ଟେକ୍ନିକ୍, ତାର ସବୁ ପ୍ଲାନ୍, ସବୁ ଯୋଜନା ଗୁଡ଼ିକକୁ ବାଇବଲ ଆମମାନଙ୍କ ନିକଟରେ ପ୍ରକାଶ କରେ। ଏହି ପ୍ରକାର ଭାବରେ ଶୟତାନ ମନୁଷ୍ୟମାନଙ୍କୁ ଠକେ, ଏହି ପ୍ରକାର ରୂପ ଧାରଣ କରି ଆସେ, ଏହି ପ୍ରକାର ସେ ପ୍ରଲୋଭନ ଗୁଡ଼ିକ ଦେଖାଏ ବିଶ୍ୱାସୀମାନଙ୍କୁ। ଏହା କେବଳ ବାଇବଲରେ ହିଁ ଲେଖାଯାଇଛି। ଆଉ ବାଇବଲ ଶୟତାନର ସବୁ ସ୍କିମ୍ ଗୁଡ଼ିକକୁ ଏକ୍ସପୋଜ କରିଦେଉଛି। ସେଥିପାଇଁ ଶୟତାନ ବାଇବଲକୁ ବହୁତ ଘୃଣା କରେ। ବାଇବଲକୁ ଲୋକମାନେ ନ ପଢ଼ନ୍ତୁ, ଏହା ତାହାର ଇଚ୍ଛା। ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ବାଇବଲ ଛଡ଼ା ଅନ୍ୟ କୌଣସି ପୁସ୍ତକ ନାହିଁ ଯେଉଁ ପୁସ୍ତକରେ ଶୟତାନ କି ପ୍ରକାର ଶୟତାନ ହେଲା, କି ପ୍ରକାର ସ୍ୱର୍ଗରୁ ସେ ପତିତ ହେଲା, କି ପ୍ରକାର ମାନବ ଜାତିକୁ ସେ ଭ୍ରାନ୍ତ କରିବା ପାଇଁ ଚାହୁଁଛି, ଆଉ କି ପ୍ରକାର ଭାବରେ ତାର ପତନ ହେବାକୁ ଯାଉଛି, ଏସବୁ ଗୁଡ଼ିକ ବାଇବଲରେ ଲେଖା ହେଇଛି। ଆଦି ପୁସ୍ତକ ଆମମାନଙ୍କୁ ଶିକ୍ଷା ଦିଏ ଯେ କି ପ୍ରକାର ଭାବରେ ଶୟତାନ ମାନବ ଜାତିକୁ ଭ୍ରାନ୍ତ କରେ। ଜିସାୟ ପୁସ୍ତକ ଆଉ ଜିହିଜିକେଲ ପୁସ୍ତକ ଶିକ୍ଷା ଦିଏ କି ପ୍ରକାର ସ୍ୱର୍ଗଦୂତ ସେ ଲୁସିଫର ଗର୍ବ ଦ୍ୱାରା ତାହାର ସେ ତଳକୁ ପଡ଼ିଗଲା ଆଉ ସେ ଶୟତାନ ହେଇଗଲା। ଏହା ଆମମାନଙ୍କୁ ପ୍ରକାଶ କରେ। ଆଉ ପ୍ରକାଶିତ ପୁସ୍ତକ ଆମମାନଙ୍କୁ ପ୍ରକାଶ କରେ ଶୟତାନର ପତନ। କି ପ୍ରକାର ଭାବରେ ଶୟତାନକୁ 1000 ବର୍ଷ ଧରି ତାହାକୁ ପାତାଳ କୁଣ୍ଡରେ ବାନ୍ଧିକିନା ରଖାଯିବ, ଆଉ ପାତାଳ କୁଣ୍ଡରୁ ବାହାରିଲା ପରେ ତାକୁ କି ପ୍ରକାର ଭାବରେ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବ, ଏସବୁ ବାଇବଲ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ କହେ। ସେଥି ନିମନ୍ତେ ଶୟତାନ ଆଉ ତା ଦୂତମାନେ, ତାର ଲୋକମାନେ ସମସ୍ତେ ବାଇବଲକୁ ଘୃଣା କରନ୍ତି। ଯେ ପ୍ରକାର କି ଲୋକମାନେ ବାଇବଲ ନ ପଢ଼ନ୍ତି, ମାତ୍ର ସେ ଯେତେ ପ୍ରକାର ସ୍କିମ୍, ଯେତେ ଚାତୁରୀ କଲେ ମଧ୍ୟ ବାଇବଲକୁ ସେ କେବେ ହେଲେ ମଧ୍ୟ ନଷ୍ଟ କରିପାରିବ ନାହିଁ। କାରଣ ବାଇବଲ ପରମେଶ୍ୱରଙ୍କର ଦ୍ୱାରା ଲିଖିତ ପୁସ୍ତକ ଅଟେ। ଆଜି ଦୁନିଆର ସବୁଠାରୁ ପୁରୁଣା ପୁସ୍ତକ ବାଇବଲ ଅଟେ। ଦୁନିଆରେ ସବୁଠୁ ଅଧିକ ଭାଷାରେ ଲେଖାଯାଇଥିବା ପୁସ୍ତକ ବାଇବଲ ଅଟେ। ଦୁନିଆରେ ସବୁଠୁ ଅଧିକ ପଢ଼ାଯାଉଥିବା ପୁସ୍ତକ ବାଇବଲ ଅଟେ। ଆଉ ଦୁନିଆର ସବୁଠୁ ଅଧିକ ଲୋକଙ୍କର ଜୀବନକୁ ପରିବର୍ତ୍ତନ କରିବା ପୁସ୍ତକ ବାଇବଲ ଅଟେ। କାରଣ ବାଇବଲ ବିରୁଦ୍ଧରେ ଯେଉଁମାନେ ଉଠିଛନ୍ତି ସେମାନେ ସମସ୍ତେ ନଷ୍ଟ ହୋଇଯାଇଛନ୍ତି, ମାତ୍ର ଆଜି ମଧ୍ୟ ବାଇବଲ ସେ ଠିଆ ହେଇକିନା ଅଛି। ପ୍ରିୟମାନେ, ବାଇବଲକୁ ଶୟତାନ ଏଥିପାଇଁ ଘୃଣା କରେ କାରଣ ବାଇବଲ ଶୟତାନର ସବୁ ସ୍କିମ୍ ଗୁଡ଼ିକକୁ ଏକ୍ସପୋଜ କରିଦିଏ, ଲୋକମାନଙ୍କ ନିକଟରେ ପ୍ରକାଶ କରିଦିଏ। ଶୟତାନ କି ପ୍ରକାର ପ୍ରବଞ୍ଚକ ଅଟେ, ଶୟତାନ କି ପ୍ରକାର ଅପବାଦକ ଅଟେ, ଏସବୁ ଗୁଡ଼ିକ ବାଇବଲ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ ଆମମାନଙ୍କୁ ଜଣାଏ।
ସେଥିପାଇଁ ସାଧୁ ପାଉଲ ବାଇବଲକୁ ଭଲ ଭାବରେ ପଢ଼ିଛନ୍ତି, ମଣ୍ଡଳୀର ଭାଇ ଭଉଣୀମାନେ ବାଇବଲକୁ ଭଲ ଭାବରେ ପଢ଼ିଛନ୍ତି। ସେଥି ନିମନ୍ତେ ସେ କହୁଛନ୍ତି ଯେ ଶୟତାନ ସବୁ ସମୟରେ ଆମ ଅପକାର କରେ। ଚୋର କେବଳ ଚୋରି ବୋଧ ଓ ବିନାଶ କରିବା ନିମନ୍ତେ ଆସେ, ଏହା ଭଲ ଭାବରେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣିଛନ୍ତି। ଆଉ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଏହା ମଧ୍ୟ ଜାଣିଛନ୍ତି ଯେ ଆମର ମୁଖ୍ୟ ଶତ୍ରୁ ହେଉଛି ଶୟତାନ। ସେଥିପାଇଁ ଅନ୍ୟ ମନୁଷ୍ୟ ଯଦି ଗୋଟିଏ ଗାଲରେ ଚାପଡ଼ା ମାରିଲେ ଆମେ ଆଉ ଗୋଟିଏ ଗାଲ ଦେଖାଉଛୁ, ଆମର ଚର୍ଚ୍ଚ ଗୁଡ଼ିକକୁ ଭାଙ୍ଗିଲେ ମଧ୍ୟ ଆମେ ନମ୍ରତା ସହିତ ସେମାନଙ୍କୁ ଆମେ କ୍ଷମା ଦେଉଛୁ, ଆମକୁ ମରାପିଟା କଲେ ମଧ୍ୟ ଆମେ ସେମାନଙ୍କୁ ଆଶୀର୍ବାଦ କରୁଛୁ। କାହିଁକି? କୌଣସି ମନୁଷ୍ୟ ଆମର ଶତ୍ରୁ ନୁହନ୍ତି। ଆମର ଶତ୍ରୁ ଶୟତାନ ଅଟେ, ଯେ କି ଗୋଟିଏ ଆତ୍ମା ଅଟେ, ଲୋକମାନଙ୍କ ଭିତରେ ପ୍ରବେଶ କରି ଲୋକମାନଙ୍କୁ ବାଇବଲ ବିରୁଦ୍ଧରେ, ମଣ୍ଡଳୀ ବିରୁଦ୍ଧରେ, ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ଉକସାଏ। କାରଣ ଖ୍ରୀଷ୍ଟିଆନ ଲୋକମାନେ ସବୁ ସମୟରେ ମଙ୍ଗଳ କରିବା ଲୋକମାନେ ଅଟନ୍ତି। ପ୍ରିୟମାନେ, ବାଇବଲକୁ ଶୟତାନ ଏଥିପାଇଁ ଘୃଣା କରେ କାରଣ ଶୟତାନର ଆରମ୍ଭରୁ ଶେଷ ଯାଏ ସବୁ ବିଷୟ ବାଇବଲରେ ଆମେ ପଢ଼ିପାରୁଛୁ, ତାର ସବୁ ଯୋଜନା ଗୁଡ଼ିକକୁ ଆମେ ବାଇବଲରେ ଆମେ ପଢ଼ିପାରୁଛୁ। ସେଥିପାଇଁ ଶୟତାନ ଗୋଟେ ଖ୍ରୀଷ୍ଟିଆନ ଲୋକଙ୍କର ଅପକାର କରିପାରେ ନାହିଁ। ତାର କୌଣସି ପ୍ରକାର ସ୍କିମ୍ ଖ୍ରୀଷ୍ଟିଆନ ଲୋକମାନଙ୍କ ବିରୁଦ୍ଧରେ ଚାଲିବ ନାହିଁ। କାହିଁକି? କାରଣ ବାଇବଲ ତାର ସବୁ ଯୋଜନା ଗୁଡ଼ିକ ଆମମାନଙ୍କ ନିକଟରେ ପ୍ରକାଶ କରେ। ସେଥିପାଇଁ ବାଇବଲ ଶୟତାନ ଘୃଣା କରେ। ମାତ୍ର ଯେଉଁମାନେ ପରିତ୍ରାଣ ପ୍ରାପ୍ତ ଲୋକ ସେ ସମସ୍ତେ ବାଇବଲକୁ ପ୍ରେମ କରନ୍ତି, କାରଣ ବାଇବଲ ଲୋକଙ୍କର ଜୀବନକୁ ପରିବର୍ତ୍ତନ କରେ, ଗୋଟିଏ ଦୁଷ୍ଟକୁ ସାଧୁ କରିଦିଏ। ପ୍ରିୟମାନେ, ଏହା ହେଉଛି ବାଇବଲର ସୁନ୍ଦରତା। ବାଇବଲ ଧର୍ମ ପରିବର୍ତ୍ତନ କର ବୋଲି କହେ ନାହିଁ, ବାଇବଲ ମନ ପରିବର୍ତ୍ତନ କର ବୋଲି କହେ। ଆସନ୍ତୁ ଆମମାନେ ବାଇବଲ ପଢ଼ିବା ଆମେ, କାରଣ ବାଇବଲ ପରମେଶ୍ୱରଙ୍କ ଦ୍ୱାରା ଲିଖିତ ପୁସ୍ତକ। ଆଉ ଏହି ପୁସ୍ତକ ଆମର ଜୀବନକୁ ପରିବର୍ତ୍ତନ କରେ, ଆଉ ଶୟତାନର ସବୁ ଯୋଜନା ଗୁଡ଼ିକକୁ ସେ ଆମମାନଙ୍କ ନିକଟରେ ଖୋଲା କରିଦିଏ, ଯାହାଦ୍ୱାରା କି ଶୟତାନ ଗୋଟେ ବିଶ୍ୱାସୀର ଜୀବନରେ କାମ କରିପାରିବ ନାହିଁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ମୁଁ ତୁମକୁ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ତୁମେ ବାକ୍ୟ ରୂପୀ ପରମେଶ୍ୱର ଅଟ। ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ କଥାବାର୍ତ୍ତା ହେଇଛ। ସେଥିପାଇଁ ମୁଁ ତୁମର ଗୌରବ କରୁଛି, ମହିମା କରୁଛି, ତୁମ ନାମର ସ୍ତୁତି, ବନ୍ଦନା, ପୂଜା, ଆରାଧନା କରୁଛି। ତୁମେ ବାଇବଲ ଆମକୁ ଦେଇନଥାନ୍ତ ତାହେଲେ ଆମ ଶତ୍ରୁ ବିଷୟରେ ଆମେ ଜାଣିପାରିନଥାନ୍ତୁ। ପ୍ରଭୁ, ବାଇବଲ ଦ୍ୱାରା ଆମର ଶତ୍ରୁ କିଏ ଆମେ ଜାଣୁଛୁ, ତାର ଯୋଜନା ଗୁଡ଼ିକକୁ ଆମେ ଜାଣିପାରୁଛୁ। ଧନ୍ୟବାଦ, ଧନ୍ୟବାଦ ପ୍ରଭୁ। ଆମେ ଅଧିକ ବାଇବଲ ପଢ଼ିବୁ, ଅଧିକ ତୁମକୁ ଜାଣିବୁ, ଅଧିକ ଶୈତାନର ଯୋଜନା ଗୁଡ଼ିକକୁ ଜାଣି ଆମେ ନିଜକୁ ସୁରକ୍ଷିତ ରଖିପାରିବୁ। ଅନୁଗ୍ରହ କର। ଯେଉଁମାନେ ବାଇବଲ ପଢ଼ୁନାହାନ୍ତି ସେମାନେ ମଧ୍ୟ ବାଇବଲ ପଢ଼ି ଶୈତାନର ସବୁ ସ୍କିମ୍ ଗୁଡ଼ିକକୁ ଜାଣିପାରିବେ ଆଉ ନିଜକୁ ସୁରକ୍ଷିତ ରଖିପାରିବେ। ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।